ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 78। ନିଜ ପ୍ରତି ସଚ୍ଚୋଟ ରହ। ଆନ୍ତରିକ ସ୍ୱରୂପକୁ ସଚ୍ଚୋଟ କରି ଢାଙ୍କି ରଖିବା ପାଇଁ ଆମେ ଆମ ଉପରେ ଲଫାଫା ଭଳି ଏକ ଆବରଣ ରଖିଥାଉ। ଏହି ବାହ୍ୟ ପ୍ରଦର୍ଶନ ହିଁ ଆମ ପାଇଁ ଚିନ୍ତାର ଅନ୍ୟତମ କାରଣ ହୋଇଥାଏ। ଅନ୍ୟ କଥାରେ କହିବାକୁ ଗଲେ ଆମେ ସବୁ ବହୁରୂପୀ। ସଭ୍ୟତା ବଡ଼ପଣ ନାମରେ ଠକିବା ଉଦ୍ଦେଶ୍ୟରେ ବନେଇ ଚୁନେଇ ସମାଜରେ ଅତିରଞ୍ଜିତ ରୂପ ଆମେ ଦେଖାଉଛୁ। ଆମେ ନିଜ ପ୍ରତି ଠିକ୍ ବିଚାର କରୁନାହୁଁ। ଆମେ ମିଥ୍ୟାଚାରର ରଙ୍ଗରେ ନିଜର ଅସଲ ରୂପକୁ ରଙ୍ଗେଇ ଦେଉଛୁ। ଏ ଅଭିନୟରୁ ପ୍ରତୀତ ହୁଏ ଯେ ସତେ ଯେମିତି ଆମର ବାସ୍ତବ ଅସ୍ତିତ୍ୱ ନାହିଁ। ମୋର ଜଣେ ପଡ଼ୋଶୀ, ସେ ଥିଲେ ମେଜର। ବେତନ ପାଉଥିଲେ 500 ଟଙ୍କା। ଘରେ ମଟର ଗାଡ଼ି ଥିଲା। ବାହ୍ୟ ପ୍ରଦର୍ଶନର ସବୁ ପ୍ରକାର ଆବରଣ ଥିଲା ତାଙ୍କ ପାଖରେ। ଏହିସବୁ ଦେଖିବା ପରେ ସେ ବ୍ୟକ୍ତି ପ୍ରକୃତରେ ଜଣେ ଅମୀର ବୋଲି ତୁମ ମନରେ ଭ୍ରମ ଜାତ ହୋଇପାରେ। ମେଜର ସାହେବଙ୍କ ବଦଳି ହୋଇଗଲା। ଏହାପରେ ତାଙ୍କର ଅସଲି ଅବସ୍ଥା ଜଣାପଡ଼ିଲା। ତାଙ୍କ ଉପରେ କେତେ ଧାର ଉଧାର ଥିଲା କେଜାଣି, ସେଥିପାଇଁ ସେ ମଟର ଗାଡ଼ି ବିକ୍ରି କରିଦେଲେ। ଘର ଭଡ଼ା ବାକି ଥିଲା, ସେଥିପାଇଁ ସେ ଗହଣା ବିକ୍ରି କଲେ। ଯେକୌଣସି ଉପାୟରେ ସେ ସହରରୁ ଚାଲିଗଲେ ସିନା। ଲୁଣ, ତେଲ, କାଠ ଉଧାର ଦେଇଥିବା ଦୋକାନୀମାନେ ତାଙ୍କ ପିଛା ଛାଡ଼ିଲେ ନାହିଁ। ଯେଉଁ ଲୋକମାନେ ନିଜର ପ୍ରକୃତ ଅବସ୍ଥାକୁ ଲୁଚାଇ ବଢ଼ା ଚଢ଼ା କରି ବଡ଼ ଲୋକ ପଣିଆର ବାହ୍ୟ ସ୍ୱରୂପ ଧାରଣ କରିଥାନ୍ତି, ସେମାନଙ୍କର ହିଁ ଏମିତି ଦଶା ହୁଏ। ଆର୍ଥିକ ଚିନ୍ତାରୁ ମୁକ୍ତ ହୋଇ ରହିବା ପାଇଁ ତୁମେ ସର୍ବଦା ନିଜ ବିଷୟରେ ସଚେତ ରୁହ। ତୁମେ ବାସ୍ତବରେ ସାମାଜିକ, ଆର୍ଥିକ ବା ଧାର୍ମିକ ଦୃଷ୍ଟିରୁ ଯେମିତି ସେହିଭଳି ବାହ୍ୟ ସ୍ୱରୂପ ଧାରଣ କର। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।